ତାଙ୍କର ରାଜନୀତିକ ସ୍କୋର କରିବା ପାଇଁ ଆସୁଛନ୍ତି କିନ୍ତୁ ବେଙ୍ଗଲରେ ଗୋଟିଏ ସିଟ୍ ବି ସେମାନେ ପାଇବେ କି ନାହିଁ ଏଥରକ କିଏ ଜାଣେ। କଂଗ୍ରେସ ପାର୍ଟି କଂଗ୍ରେସ ପାର୍ଟିର ଅବସ୍ଥା ଯାହା ପଶ୍ଚିମବଙ୍ଗରେ ନିଜେ ଅଧୀର ରଞ୍ଜନ ଚୌଧୁରୀ ନିର୍ବାଚନ ଜିତି ପାରୁନାହାନ୍ତି ଏବଂ ସେ ଆସୁଛନ୍ତି ଏ ଜାଗାକୁ ନିଜର ଦଳକୁ କେମିତି ହିସାବରେ ଗୋଟେ ଜୀବିତ ଦେଖାଇବା ପାଇଁ ସେମାନେ ଆସୁଛନ୍ତି। ସମ୍ବଲପୁରରେ ପଶ୍ଚିମବଙ୍ଗ ଶ୍ରମିକ ହତ୍ୟା ଘଟଣାରେ ପୋଲିସ 12 ଘଣ୍ଟା ମଧ୍ୟରେ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରିକି କୋର୍ଟ ଚାଲାଣ କରିଥିଲା। ଆଉ ଏଇ ଭିତରେ ନେତା ଅଧୀର ରଞ୍ଜନ ଚୌଧୁରୀ ଆସୁଛନ୍ତି ସମ୍ବଲପୁର ଗସ୍ତରେ। ଏ ସମ୍ପର୍କରେ ଆଲୋଚନା କରି ଆମ ସହିତ ରହିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। এই ঘটনার অধীর রঞ্জন চৌধুরী সম্বলপুর গস্ত করা অর্থাৎ অলগা রাজ্যর জন নেতা আউ গোটে রাজ্যকু আসবা শ্রমিক হত্যা ঘটনার এর প্রাসঙ্গিকতা কোণ অছি? দেখুন বর্তমান পশ্চিমবঙ্গরে নির্বাচন রয়েছে এই নির্বাচନରେ ସେମାନେ ୟାକୁ ଗୋଟେ ମୁଦ୍ଦା କିମ୍ବା ଇସ୍ୟୁ କରିବା ପାଇଁ ଚାହୁଁଛନ୍ତି କିନ୍ତୁ ଏଠାରେ ସ୍ପଷ୍ଟ କରିଦେବା ପାଇଁ ଚାହେଁ ଯେ ଯେଉଁମାନେ ମରିଛନ୍ତି ସେମାନେ ପଶ୍ଚିମବଙ୍ଗର ନୁହଁ। ଯେଉଁ ମରିଛି ସେ ପଶ୍ଚିମବଙ୍ଗର ନୁହେଁ ସେ ବାଂଲାଦେଶର। ଆଉ ଗୋଟିଏ କଥା ରହିଲା ଏଇଟା ଅତି ସାମାନ୍ୟ ବ୍ୟକ୍ତିଗତ ମାମଲାରେ ଝଗଡ଼ା ବିଡ଼ି ଖାଇବାକୁ ନେଇକରି ଝଗଡ଼ା ଦୁଇଟା ଶ୍ରମିକ ଗୋଷ୍ଠୀ ଭିତରେ ବିଡ଼ିକୁ ନେଇକରି ଝଗଡ଼ା ହେଇଛି ସେଥିରେ ଜଣଙ୍କର ହେଇଛି ଏବଂ ପ୍ରଶାସନିକ ଧନ୍ୟବାଦ ଦେବି ସେମାନେ 12 ଘଣ୍ଟା ଭିତରେ ସମସ୍ତଙ୍କୁ ଗିରଫ କରିଦେଇକରି କୋର୍ଟ ଚାଲାଣ କରିଛନ୍ତି। ତ ଏଇ ଜାଗାରେ ପ୍ରଶାସନ କୌଣସି ଭୁଲ କାମ କରିନାହିଁ ପ୍ରଶାସନ ତାର ଯୁକ୍ତିଯୁକ୍ତ କାମ କରିଛି ଏବଂ କୌଣସି ଅବହେଳା କରାଯାଏ ନାହିଁ। এটা কারণ এটা কৌশি রাজনৈতিক উদ্দেশ্য নথিলা কিছু নথিলা কেবল বিডি খাইবাকু নেইকরি ব্যক্তিগত মামলারে মানে রাগ রিসা হইকরি এই ঘটনা ঘটাইছন্তি তেণু ইয়াকু অতি রাজনৈতিক রঙ্গ দবা মু ভাবুছি এটাকু উচিত হব নাই। ତାଙ୍କର ରାଜନୀତିକ ସ୍କୋର କରିବା ପାଇଁ ଆସୁଛନ୍ତି କିନ୍ତୁ ବେଙ୍ଗଲରେ ଗୋଟିଏ ସିଟ୍ ବି ସେମାନେ ପାଇବେ କି ନାହିଁ ଏଥରକ କିଏ ଜାଣେ। କଂଗ୍ରେସ ପାର୍ଟି କଂଗ୍ରେସ ପାର୍ଟିର ଅବସ୍ଥା ଯାହା ପଶ୍ଚିମବଙ୍ଗରେ ନିଜେ ଅଧୀର ରଞ୍ଜନ ଚୌଧୁରୀ ନିର୍ବାଚନ ଜିତି ପାରୁନାହାନ୍ତି ଏବଂ ସେ ଆସୁଛନ୍ତି ଏ ଜାଗାକୁ ନିଜର ଦଳକୁ କେମିତି ହିସାବରେ ଗୋଟେ ଜୀବିତ ଦେଖାଇବା ପାଇଁ ସେମାନେ ଆସୁଛନ୍ତି। ଆପଣ କହୁଛନ୍ତି ବାଂଲାଦେଶୀ କଥା କିନ୍ତୁ ସେମାନେ ୱେଷ୍ଟବେଙ୍ଗଲର ଆଧାର କାର୍ଡ ଦେଖୁଛନ୍ତି ଯେଉଁ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ଯେଉଁମାନେ ଆହତ ହୋଇଛନ୍ତି ସେମାନେ ମୁର୍ସିଦାବାଦରେ ଦେଖାଉଛନ୍ତି। ମୁଁ ଆପଣଙ୍କୁ ଏଇ ଜାଗାରେ ପ୍ରଶ୍ନ କରିବା ଲାଗି ଚାହିଁବି ଯେ ପୁରା ଭାରତରେ ଯେତେ ଯେତେ ବାଂଲାଦେଶୀ ଧରା ପଡୁଛନ୍ତି ଦିଲ୍ଲୀରେ ହଉ ବମ୍ବେରେ ହଉ ସମସ୍ତେ ତ ମୁର୍ସିଦାବାଦର ଆଧାର କାର୍ଡ ଦେଖାଉଛନ୍ତି। ସେ ମୁର୍ସିଦାବାଦ କେତେ ବଡ଼ ଏମିତିଆ ରାଜ୍ୟଟେ କି କଣଟେ ଯେ ତାର ଲୋକ ସଂଖ୍ୟା ଏତେ ବେଶୀ ଯେ ପୁରା ଭାରତକୁ ଅଧା ପୃଥିବୀକୁ ତାର କାର୍ଡ ଦେଖାଇ ଦେଇ ପାରୁଛି କିନ୍ତୁ ସେମାନେ ଦେଖୁଛନ୍ତି ଆଧାର କାର୍ଡ ମୁର୍ସିଦାବାଦର ତାମାନେ ଆପଣଙ୍କୁ କହୁଛନ୍ତି ମୁର୍ସିଦାବାଦର ଯେଉଁ ଆଧାର କାର୍ଡ ଅଛି ସେମାନେ ପଶ୍ଚିମବଙ୍ଗର ନୁହନ୍ତି ସେମାନେ ମୁର୍ସିଦାବାଦ ଆଧାର କାର୍ଡ କୌଣସି ଉପାୟରେ ଆଧାର କାର୍ଡ ହାସିଲ କରିଦେଇପାରୁଛି ଏବଂ ପଶ୍ଚିମବଙ୍ଗ ସରକାର ଏଟାକୁ ଉତ୍ସାହିତ କରୁଛି। ସେ ବାଂଲାଦେଶର ସବୁ ଲୋକକୁ ଆଣିକରି ତାକୁ କଲିକତା ୱେଷ୍ଟବେଙ୍ଗଲ ଏବଂ ଚାରିଆଡ଼େ ବସେଇକରି ଗୋଟେ ଭୋଟର୍ସ କ୍ରିଏଟ୍ କରିବା ଲାଗି ଚାହୁଁଛି ତାର ପର୍ସନାଲ ଭୋଟର୍ସ ଭୋଟ ବ୍ୟାଙ୍କ କିନ୍ତୁ ଏ ଭୋଟ ବ୍ୟାଙ୍କ ଦେଶ ପାଇଁ ଘୋର କ୍ଷତି ହେବ ଆଉ ଆଗାମୀ ଦିନରେ ତ ଆମ ଯେଉଁମାନେ ମୂଳ ବାସିନ୍ଦା ଅଛୁ ଆମେ ଧୀରେ ଧୀରେ ମାଇନରିଟି ହେଇଯିବୁ ତ ଆମର ଚିନ୍ତା ଏଇଠି ରହିଲା। ସମାଧାନ କ'ଣ ସୂତ୍ର ଇଏ ଗୋଟେ ଭାରତୀୟ ସମ୍ବିଧାନ ଅନୁସାରେ ଭାରତୀୟ ନାଗରିକ ଯେଉଁମାନେ ଅଛନ୍ତି ସେମାନେ ଭାରତବର୍ଷରେ ରହିବା କଥା ଏବଂ ଅନ୍ୟ ଯେଉଁମାନେ ଭାରତର ଅଧିକାରୀ ନୁହନ୍ତି ରହିବାର ଅଧିକାରୀ ନୁହନ୍ତି ସେମାନେ ତାଙ୍କ ଦେଶକୁ ଚାଲିଯାଆନ୍ତୁ ଏବଂ ଏବେ ଅନେକ ରାଜ୍ୟରେ SIR ଲାଗୁ ହେଲାଣି ଆମ ରାଜ୍ୟରେ ବି ଲାଗୁ ହେବ ପଶ୍ଚିମବଙ୍ଗରେ ବି ଲାଗୁ ହେଇସାରିଛି ଏମାନଙ୍କୁ ସବୁ ବିତାଡ଼ିତ କରାଯିବା କଥା। ହଁ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟା এই দুই জনକୁ ରହିବାର ଅଧିକାର ନାହିଁ। ତାମାନେ ଅଧୀର ରଞ୍ଜନ ଚୌଧୁରୀଙ୍କ ଆସିବା ପଛରେ ଆପଣ କହୁଛନ୍ତି କୌଣସି କିଛି ନାହିଁ କେବଳ ରାଜନୈତିକ ଉଦ୍ଦେଶ୍ୟ ଅଛି ସେ ରାଜନୀତି କରିବା ପାଇଁ ଆସୁଛନ୍ତି ଅନ୍ୟ କିଛି ନାହିଁ।
ଯେତେ ରାଜନୀତି କଲେ ବି କଂଗ୍ରେସ ଏଥରକ ଖାତା ଖୋଲିବ କି ନାହିଁ ବେଙ୍ଗଲରେ ମୋତେ ଆଶା ଲାଗୁନି। ଆପଣ ଶୁଣୁଥିଲେ ପ୍ରତିକ୍ରିୟା ଶୁଣୁଥିଲେ ଅଧୀର ରଞ୍ଜନ ଚୌଧୁରୀ ଆସନ୍ତାକାଲି ସମ୍ବଲପୁରରେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ତେବେ ଏହି ଘଟଣାକୁ ନେଇକି ବିଧାୟକ ଜୟନାରାୟଣ ମିଶ୍ର ଏକଥା ସ୍ପଷ୍ଟ କରିଛନ୍ତି ଯେ ଯେଉଁମାନେ ମୁର୍ସିଦାବାଦର ଆଧାର କାର୍ଡ ପ୍ରଦର୍ଶନ କରୁଛନ୍ତି ସେ ସବୁ ଜାଲି କାର୍ଡ ଅଛି କେବଳ ଭୋଟ ବ୍ୟାଙ୍କ ତିଆରି କରିବା ପାଇଁ ଏବଂ ଏହାର ଏକମାତ୍ର ସମାଧାନ ହେଉଛି SIR। ତେବେ ଏହି ଭିତରେ ଦେଖିବାର ଅଛି ଆସନ୍ତାକାଲି ଏଠାରେ ସାମ୍ବାଦିକ ସମ୍ମିଳନୀରେ ଅଧୀର ରଞ୍ଜନ ଚୌଧୁରୀ କ'ଣ କହୁଛନ୍ତି। କେନ୍ଦ୍ରାପଡ଼ା ଆଶିଷଙ୍କ ସହ ସଞ୍ଜୟ କୁମାର ଜେନା, OTV।